ଜାତୀୟ କବି ବିରଞ୍ଚି ସ୍ୱରାଜ ଅତି ବଡ଼ି ରଜନାଥ ସ୍ୱରାଜ ଲୌହ ମାନବ ସଦାର୍ଥ ବଲ୍ଲଭଭାଇ ପଟେଲ ଭୂମିପୁତ୍ର କିଏ ବିଜୁ ପଟ୍ଟନାୟକ ଉତ୍କଳମଣି କିଏ ଗୋପବନ୍ଧୁ ଦାସ ଉତ୍କଳ ଗୌରବ ମଧୁ ସୁଦାନ ଦାସ ଉତ୍କଳ କେଶରୀ ହରେକୃଷ୍ଣ ମହାଦେବ ଉତ୍କଳ ଘଣ୍ଟ କିଏ ଯଦୁମଣି ମହାପାତ୍ର କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁ ବାସି ଉଠିଛନ୍ତି ଶିବାଂଶ। ସେ ମାତ୍ର 2.5 ବର୍ଷ ବୟସରେ 2 ବର୍ଷ 5 ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଆଚିଭର ହୋଇପାରିଛନ୍ତି। ଇଂରାଜୀରେ 400 ପ୍ରଶ୍ନର ଉତ୍ତର ତତ୍କ୍ଷଣାତ୍ ଏବଂ ନିର୍ଭୁଲ ଭାବେ ବିନା ପ୍ରମ୍ପଟିଂରେ ଦେଇ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇପାରିଛନ୍ତି। ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ବଡ଼ପାଳ ଗ୍ରାମର ବ୍ରଜମୋହନ ମହାଳିଙ୍କ ଝିଅର 2.5 ବର୍ଷ ପୁଅର କଥା, ଯାହାକୁ ନେଇ ସାରା ପରିବାର ଖୁସି ଅଛନ୍ତି। ସାରା ପରିବାରରେ ଖୁସିର ମହଲ। ଆମ ସହିତ ବର୍ତ୍ତମାନ ପାଇଁ ରହିଛନ୍ତି ଶିବାଂଶର ବାପା ଆଉ ମା। ଚାଲନ୍ତୁ ତାଙ୍କ ସହ ଆଲୋଚନା କରିବା, ତାଙ୍କ ପାଖରୁ ପଚାରି ବୁଝିବା ସେ ଏ ନେଇ କଣ କହୁଛନ୍ତି। ସ୍ୱାଗତ କରିବି ବଡ଼ ଖବରକୁ। କଣ କହିବେ ଆପଣଙ୍କର ପୁଅ ମାତ୍ର 2.5 ବର୍ଷ ବୟସରେ ଆପଣ ବାପା ମା ଦୁଇ ଜଣଙ୍କ ନାଁକୁ ସର୍ବସମ୍ମୁଖକୁ ଆଣିପାରିଛି ତା ପ୍ରତିଭାକୁ ନେଇ କଣ କହିବେ? ମୁଁ ଶିବାଂଶର ପିତା ସୂର୍ଯ୍ୟକାନ୍ତ ବେହେରା, ଗୋପାଳପୁର କଟକରେ ଘର। ଏଇ ଜିନିଷ ଫିଲ୍ କରିବାର ଜିନିଷ, ନିଜର ପିଲାମାନଙ୍କର ଆଚିଭମେଣ୍ଟ ପାଇଁ ସବୁ ପିତାମାତାଙ୍କୁ ଅପେକ୍ଷା କରିବାକୁ ପଡ଼େ, କିଛି ସମୟ ଦେବାକୁ ପଡ଼େ ନିଜ ପିଲାମାନଙ୍କୁ, କି ସେମାନେ ନିଜ କ୍ୟାରିୟରରେ ଆଗକୁ ଯାଇକି ଗ୍ରୋ କରନ୍ତୁ, ଯାହା ଫଳରେ ପିତାଙ୍କର ନାମ ସାମ୍ନାକୁ ଆସୁ। ବଟ୍ ବର୍ତ୍ତମାନ ମୁଁ ଏତେ ଭାଗ୍ୟବାନ ବୋଲି ନିଜକୁ ମନେ କରୁଛି ଯେ ମୋ ପୁଅ ବର୍ତ୍ତମାନ 2.5 ବର୍ଷର ପୁଅ ମୋର, କିନ୍ତୁ 2.5 ବର୍ଷର ପୁଅ ପାଇଁ ଆଜି ସମଗ୍ର ମିଡ଼ିଆ ସାମ୍ନାରେ ମୁଁ ବି ପରିଚୟ ହେଇ ନିଜର ଗୋଟେ ପରିଚୟ ପାଇପାରିଛି କି ଶିବାଂଶର ପିତା ହିସାବରେ। ଏଇଟା ମୋ ପାଇଁ ବହୁତ ବଡ଼ ଗର୍ବର ବିଷୟ। କଣ କହିବେ ଆପଣଙ୍କର ଯେତେବେଳେ ଆପଣ ଜାଣିବାକୁ ପାଇଲେ ଯେ ଆପଣଙ୍କର ପୁଅ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଆଚିଭର ଭାବେ ପରିଗଣିତ ହୋଇଛି ବା ଇଣ୍ଡିଆ ବୁକ୍ ଅଫ୍, ଆପଣ ସେ ସମୟର ଖୁସି କେମିତି ରହିଥିଲା? ସେ ସମୟରେ ମୁଁ ବହୁତ ଖୁସି ହେଇଯାଇଥିଲି, ଆଖିରୁ ଲୁହ ବି ପଳେଇ ଆସିଥିଲା। ଆଉ ସେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ମୁଁ କେବଳ ଗୋଟିଏ ମୁଣ୍ଡିଆ ମାରିଥିଲି, ମୁଣ୍ଡିଆ ମାରିକି କହିଥିଲି ଭଗବାନ ଏଇ ଜିନିଷ ସବୁଦିନ ତା ପାଖରେ, ତାର ଯୋଉ ଲୁକାୟିତ ପ୍ରତିଭା ନେଇକି ସେ ଦୁନିଆକୁ ଆସିଛି, ଏଇ ଜିନିଷ ସବୁଦିନ ତା ପାଖରେ ରହୁ, ଯାହା ପାଇଁ ସେ ମାନେ ସମସ୍ତଙ୍କ ପାଖରେ ଗୋଟେ ଆଦର୍ଶର ପାତ୍ର ହଉ, ଆଗକୁ ଧୀରେ ଧୀରେ ସେ ବଢୁ, ଆଉ ସମସ୍ତଙ୍କୁ ମାନେ ସେ ନିଜେ ଗୋଟେ ନିଜକୁ ଆଇଡଲ ଭାବରେ ଗଢି ତୋଳୁ ଆଗକୁ, ତାକୁ ଦେଖିକି ଯେମିତି ଅଲଗା ପିଲାମାନେ ବି ପ୍ରେରଣା ପାଆନ୍ତି ନିଜକୁ ଆଗକୁ ଭବିଷ୍ୟତରେ ଭଲ ମଣିଷଟେ ହେଇକି ଗଢି ତୋଳିବା ପାଇଁ। ଯେତେବେଳେ ଆପଣ ଇଣ୍ଡିଆ ବୁକ୍ ଅଫ୍ ପିଲାଟିର ନାଁ ଆସିଲା ବା ତା ପୂର୍ବରୁ ପ୍ରୋସିଜିଓର କଣ ରହିଥିଲା, କେଉଁ ପ୍ରୋସିଜିଓର ଦେଇ ଆପଣ ଯାଇଥିଲେ ଏବଂ ତାପରେ ଆପଣଙ୍କୁ କନଫର୍ମେସନ ଆସିଥିଲା, ସେ ପ୍ରୋସିଜିଓରଟା ଆପଣ ସମସ୍ତଙ୍କୁ ଜଣାଇଲେ ହୁଏତ ଯେଉଁମାନେ ଜାଣିନାହାନ୍ତି ବା ଯେଉଁ ମାନଙ୍କର ପିଲାମାନଙ୍କ ପାଖରେ ପ୍ରତିଭା ରହିଛି ସେମାନେ ମଧ୍ୟ ତା ଦ୍ୱାରା ଆଗକୁ ଯାଇପାରିବେ। ଦେଖନ୍ତୁ, ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡସ, ଯାହାକୁ ସର୍ଟରେ IBR ବୋଲି ଆମେ କୁହନ୍ତି, IBR ଗୋଟେ ବହୁତ ଭଲ ପ୍ଲାଟଫର୍ମ। ଯଦି ଆପଣଙ୍କ ପିଲାଙ୍କ ପାଖରେ କିଛି ଲୁକାୟିତ ପ୍ରତିଭା ରହିଛି, ହିଡେନ୍ ଟ୍ୟାଲେଣ୍ଟ କିଛି ରହିଛି, ତାହାକୁ ଆପଣ ମାନେ ସମସ୍ତଙ୍କ ସାମ୍ନାକୁ ଆଣିପାରିବା ପାଇଁ ଏଇଟା ଆପଣଙ୍କୁ ଗୋଟେ ବହୁତ ଭଲ ପ୍ଲାଟଫର୍ମ। ଆମେ ବି ଏ ବିଷୟରେ ଜାଣିବାକୁ ପାଇଥିଲୁ ମିଡ଼ିଆ ସାଇଟ୍ରୁ, କି ଆମେ ଆଜିକାଲି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ। ତ ସେଥିରୁ ଆମେ ଜାଣିଲା ପରେ ଆମେ କ'ଣ କରିଥିଲୁ, ସେଥିରେ ପିଲାର ନାଁ ରେଜିଷ୍ଟ୍ରେସନ କରିବା ସହିତ ପିଲାଟାର ବହୁତ ସାରା ସେମାନଙ୍କର ରିକ୍ୱାରମେଣ୍ଟ ଥାଏ କି ବହୁତ ସାରା କଣ୍ଟେଣ୍ଟ ପିଲାମାନେ ସେ ଗୋଟେ ସ୍ପେସିଫିକ ଏଜ୍ ଲିମିଟ୍ ଥାଏ, 2 ବର୍ଷ 2.5 ବର୍ଷ କି 3 ରୁ 5 ବର୍ଷ 5 ରୁ 7 ବର୍ଷ ଏମିତି ଲିମିଟ୍ ଭିତରେ ଯୋଉ ପିଲାର ଯାହା ବି ହିଡେନ୍ ଟ୍ୟାଲେଣ୍ଟ ରହିଛି ସେ ଜିନିଷକୁ ଆମେ ଭିଡ଼ିଓ ଥ୍ରୁରେ ଆମେ ସେମାନଙ୍କୁ କନଭେ କରିଥାଉ। କନଭେ କରିବା ଫଳରେ ତାଙ୍କର ଡାଇରେକ୍ଟୋରାଲ ବୋର୍ଡ ଯୋଉ ଅଛି ସେମାନେ ଏଇ ଜିନିଷଟାକୁ ଆକ୍ସେପ୍ଟ କରନ୍ତି। ଆକ୍ସେପ୍ଟ କଲା ପରେ ଥରୋଲି ୟାକୁ ସେମାନେ ଗୋ ଥ୍ରୁ କରିସାରିଲା ପରେ ସେମାନେ ତାଙ୍କର ଆକ୍ସେପ୍ଟାନ୍ସ ଦିଅନ୍ତି, ନହେଲେ ରିଜେକ୍ଟ କରିଦିଅନ୍ତି। ଆକ୍ସେପ୍ଟାନ୍ସ ପାଇଥିବାରୁ ମୁଁ ବହୁତ ଖୁସି ଶିବାଂଶର ବାପା ହିସାବରେ। ଯେହେତୁ ଶିବାଂଶ ତାର ମାମୁଁ ଘର ଏରିଆରେ ରହିଛି, ପୂର୍ବରୁ ମଧ୍ୟ ଆମେ ଦେଖିଛୁ ଯେତେବେଳେ ଆପଣଙ୍କର କନଫର୍ମେସନ ମେଲ ଆସିଥିଲା ସେ ସମୟରେ ଶିବାଂଶର ମାମୁଁ ଘର ପରିବାର, ଆପଣ, ତାଙ୍କ ମା ଏବଂ ସାଇ ପଡୋଶୀ ଯିଏ ରହିଲେ ସେମାନେ ମଧ୍ୟ କେକ୍ କାଟିଥିଲେ, ମିଠା ଖୁଆଖୁଇ ହୋଇ ଖୁସି ମନାଇଥିଲେ। ଆପଣଙ୍କର ପରିବାର ବା ଆପଣଙ୍କ ଶିବାଂଶର ଯେଉଁ ରହିଛି ନିଜ ଘର, ତାର ଜେଜେମା ଜେଜେବାପା ବା ପରିବାରର ଅନ୍ୟ ଯୋଉମାନେ ରହିଲେ ସେମାନେ କେତେ ଖୁସି ଅଛନ୍ତି?
हाँ डेफिनेटली से भी बहुत खुशी अछंती जेजे बापा जेजेमा मो बापा शशिकांत बेहेरा एवं तांकर जेजेमा संयुक्ता बेहेरा और मोर सान भाई गोटे अच्छी शक्तिकांत बेहेरा से माने बहुत खुशी हेले से भी मु जेतेबेले जनइली से भी बहुत खुशी हेले बट छोट पिलाटे कौन सी छोट पिलाटे सी तार अपब्रिंगिंग टा बहुत बड़ वाइटल रोल जोटा कि सी तांको अजाई घरे सी तांको माने तांको छोटरू बड़ करिया पय तांकर भी बहुत अवदान रही तांकर अजा श्रीजुक्त ब्रजमोहन महालिक आउ आई हेले ज्योत्ना रानी महालिक सी दी जण तांका पछरे बहुत समय दियंती आ स्पेशली तांका मां रश्मिता रानी महालिक सी भी माने पिलाटी को पिलाटर हिडन टैलेंट को आगो आनिया पई बहुत प्रचेष्टा से मानक साइड रो मु देखिली सेति पई से मानक भी मु बहुत बहुत धन्यवाद ଯାହା ଶୁଣୁଥିଲେ କଣ ରହିଥିଲା ଶିବାଂଶଙ୍କର ବାପାଙ୍କର ପ୍ରତିକ୍ରିୟା ବର୍ତ୍ତମାନ ପାଇଁ ଆଲୋଚନା କରିବା ତାଙ୍କ ମାଙ୍କ ସହିତ ଆଜ୍ଞା ସ୍ୱାଗତ କରିବି ବଡ ଖବରକୁ ଟିକେ ପରିଚୟ ଦେବେ ନମସ୍କାର ମୁଁ ରଶ୍ମିତା ରାଣୀ ମହାଲିକ ଗାଁ ହେଉଛି ବଡ଼ପାଲ ଆଉ ଇନଲସ୍ ଘର ହେଉଛି କଟକ ଗୋପାଳପୁର ଏଇଠି ମୁଁ ଅଛି ଏବେ ବାସ୍ମତୀ ଶିବାଂଶର ମା କଣ କହିବେ ଆପଣଙ୍କର ପୁଅ ମାତ୍ର 2.5 ବର୍ଷ 2 ବର୍ଷ 5 ମାସ ବୟସ ତାର ଏ ପ୍ରତିଭା ଆପଣ ବାପା ମା ଦୁଇ ଜଣଙ୍କୁ ତା ସହିତ ମଧ୍ୟ ଆପଣଙ୍କ ପରିବାର ତାର ମାମୁଁ ଘର ପରିବାର ଏବଂ ତା ନିଜ ଘରର ପରିବାରର ଲୋକମାନଙ୍କ ଇଜ୍ଜତ ଏବଂ ଲୋକମାନଙ୍କ ନାଁକୁ ସାମ୍ନାକୁ ଆଣିଛି ୟାକୁ ନେଇ ଆପଣ କେତେ ଖୁସି ଅଛନ୍ତି ଡେଫିନେଟଲି ମୁଁ ବହୁତ ଖୁସି ଅଛି କାହିଁକି ନା ଏଇଟା ଗୋଟେ ଛୋଟ କଥା ନୁହେଁ ବହୁତ ବଡ଼ ଜିନିଷ ସେ ଏତେ ଛୋଟ ମାନେ କମ୍ ଏଜ୍ରୁ ଏଇ ଜିନିଷଟାକୁ ଆଚିଭ୍ କଲା ତ ସମସ୍ତଙ୍କ ମୁହଁରେ ଖୁସି ଦେଖିକି ମୋତେ ବେଶୀ ଖୁସି ଲାଗୁଛି ଆଉ ସମସ୍ତେ ବହୁତ ଖୁସି ଅଛନ୍ତି ଆଉ ଗୋଟେ କଥା କହିବି ପିଲାମାନେ ଅଛନ୍ତି ଯେଉଁମାନେ କି ଫ୍ଲାସ୍ କାର୍ଡ଼ ଦେଖିକି କ୍ଲୁ ଦେଖିକି ପିକ୍ଚର ଦେଖିକି ଆନ୍ସର କରନ୍ତି କିନ୍ତୁ ଶିବାଂଶ ଯୋଉ ଆମ ପୁଅ ସେ ୱିଦାଉଟ୍ ସିଙ୍ଗ ଏନି ପିକ୍ଚର ଅର୍ ଫ୍ଲାସ୍ କାର୍ଡ଼ ମାନେ କୌଣସି ଫ୍ଲାସ୍ କାର୍ଡ଼ କି ପିକ୍ଚର ନ ଦେଖି କୌଣସି କ୍ଲୁ ନ ଦେଖି ଡାଇରେକ୍ଟ ଫେସ୍ ଟୁ ଫେସ୍ ଆନ୍ସର ସେ 400 କ୍ୱେଶ୍ଚିନ୍ର ଦ୍ୟାଟ୍ ଟୁ ଇଂଲିଶରେ ଆନ୍ସର କରିଛି ଆଉ ବହୁତ ସର୍ଟ ଟାଇମ୍ ଭିତରେ ବି ତ ସେଥିପାଇଁ ମୁଁ ବି ଏମିତି ପିଲାଟେ ପାଇକି ବହୁତ ଗର୍ବିତ ତ ଭଗବାନଙ୍କୁ ବି ଏତିକି ପ୍ରାର୍ଥନା କରିବି ସବୁ ବାପା ମାଆଙ୍କୁ ଏମିତି ଗୋଟେ ପିଲାଟିଏ ଦିଅନ୍ତୁ ଆଉ ସେ ଯୋଉଥିପାଇଁ ସବୁ ବାପା ମା ନିଜେ ବି ଗର୍ବ ଅନୁଭବ କରନ୍ତୁ କଣ କହିବେ ପିଲାଟି ବଡ ହେଲେ କଣ ଆପଣଙ୍କର ଆଶା ରହି ଯେମିତି ସବୁ ବାପା ମାଙ୍କର ଗୋଟେ ଆଶା ଥାଏ ମୋ ପିଲାଟେ ବଡ ହେଲେ କୋଉ ବାପା ମାଙ୍କର ଇଚ୍ଛା ଥାଏ କି କହେ ଡକ୍ଟର ହବ କିଏ କହେ ଆଇଏସ୍ ହବ କିଏ କହେ ଓଏସ୍ ହବ କିଏ କହେ ଇଞ୍ଜିନିୟର ହବ ଆପଣଙ୍କର ମଧ୍ୟ ନିଶ୍ଚିତ ରୂପେ ଯେତେବେଳେ ପିଲାଟେ ଜନ୍ମ ହେଲା ଇଚ୍ଛା ଥିବ ଯେ ମୋ ପିଲାଟି ବଡ ହେଇକି ଏଇଆ ହବ ଆପଣଙ୍କର କଣ ଆଶା ରହିଛି ପିଲାଟି ପ୍ରତି ମୋର ତ ଯାହା ବି ହେଲେ ଆଶା ରହିଛି ଯୋଉଟା କି ମୁଁ ନିଜେ ଚାହିଁଥିଲି ମୋ ନିଜ ପାଇଁ କରିବା ପାଇଁ ବଟ୍ ସେଇଟା ମୋତେ ଟିକେ ଏବେ ପ୍ରୋବ୍ଲେମ୍ ହେଇଛି ବୋଲି ମୁଁ ସେଇଟା ଚାଲିଛି କଣ୍ଟିନ୍ୟୁରେ ମୁଁ ମୋର ନିଜକୁ ଇଚ୍ଛା ଥିଲା ମୋର ଆଇଏସ୍ ଅଫିସର ଦେଖିବା ପାଇଁ ନିଜ ହିସାବରେ କିନ୍ତୁ ସେଇଟାକୁ ମୋ ପୁଅକୁ ବି ଯେତେବେଳେ ମୁଁ କହିଛି ସେ ଛୋଟବେଳୁ ସେଇ ଜିନିଷଟା ମାଇଣ୍ଡରେ ସେଭ୍ କରିନେଇଛି ମାନେ ତାଙ୍କୁ ଯେତେବେଳେ ଯିଏ ବି ଯାହା ପଚାରୁଛନ୍ତି କି ବଡ଼ ହେଲେ ଜାନ ତମେ କ'ଣ ହବ ସେ ନିଜେ କହୁଛନ୍ତି ମୁଁ ଆଇଏସ୍ ଅଫିସର ହେବି ମାନେ ଜାଣିନାହାନ୍ତି କିନ୍ତୁ କହୁଛନ୍ତି ଫିର୍ ବି ସେଟା ସେ ଧୀରେ ଧୀରେ ବଡ଼ ହେଲେ ସେ ଜିନିଷ ଜାଣିବେ ଆଉ ମୋତେ ବି 100% ମୋ କ୍ଲିୟର ଅଛି ଯେ ତାଙ୍କ ପାଖରେ ସେ ପ୍ରତିଭାଟା ଅଛି ସେ ହେଇପାରିବେ ଆଉ ତେଣୁ ସେଇ ଜିନିଷଟାକୁ ଆମକୁ ବାହାରକୁ ଆଣିବାକୁ ହେଲେ ବହୁତ ଚେଷ୍ଟା କରିବାକୁ ବି ପଡ଼ିବ ତ ସେଇଟାକୁ ଏଇଟା ଜଷ୍ଟ ଷ୍ଟାର୍ଟ ତାର ଜଷ୍ଟ ବିଗନିଂ ଅନ୍ୟ ବାପା ମାଙ୍କ ପାଇଁ ସେମାନଙ୍କର ପିଲାମାନଙ୍କୁ ନେଇ ଆପଣ କିଛି ବାର୍ତ୍ତା ଦେବା ପାଇଁ ଯଦି ଚାହିଁବେ ଆଜ୍ଞା ଯେହେତୁ ସେମାନେ ଛୋଟ ଛୁଆ ତ ସେମାନଙ୍କର ଟ୍ୟାଲେଣ୍ଟଟା ବାପା ମାଙ୍କଠୁ ବେଶୀ କେହି ଜାଣିନଥାନ୍ତି ତ ସେଇ ଜିନିଷଟା ଘରୁ ହିଁ ଆଗେ ଦେଖାଯାଏ ତ ଘର ଲୋକମାନେ ସେଇଟାକୁ ବାହାରକୁ ଆଣିବା ପାଇଁ ଲୋକମାନଙ୍କ ସାମ୍ନାକୁ ଆଣିବା ପାଇଁ ସେଇଟା ବହୁତ ଚେଷ୍ଟା କରିବାକୁ ପଡ଼େ କିନ୍ତୁ ଯୋଉଟା ବି ତାହାର ଟ୍ୟାଲେଣ୍ଟ ଥାଏ ସେଇଟା ତ ଗଡ଼ ଦେଇଥାନ୍ତି ତ ସେଥିପାଇଁ ସେଇ ଜିନିଷଟାକୁ ଆଣିବା ପାଇଁ ହେଲେ ଆମକୁ ମାନେ ନିଜକୁ ସେତିକି ସଚେତନ ହେବାକୁ ପଡ଼ିବ ତ ମୁଁ ସମସ୍ତଙ୍କୁ କହିବି ଯଦି ନିଜ ଛୁଆମାନଙ୍କ ପାଖରେ ସେମିତି କିଛି ଟ୍ୟାଲେଣ୍ଟ ରହିଛି ତାକୁ ସାମ୍ନାକୁ ଆଣିବାକୁ ହେଲେ ଛୁଆଙ୍କୁ ସେତିକି ମାନେ ଆଗକୁ ଆଣିବାକୁ ଚେଷ୍ଟା କରନ୍ତୁ ପ୍ରାୟୋରିଟି ଦିଅନ୍ତୁ ସେତିକି ଯାହା ଶୁଣୁଥିଲେ କଣ ରହିଥିଲା ଉଭୟ ପିତା ମାତାଙ୍କର ଶିବାଂଶଙ୍କର ଯିଏ ରହିଛନ୍ତି ପିତା ମାତା ତାଙ୍କର ପ୍ରତିକ୍ରିୟା କଣ ରହିଥିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡ ଆଚିଭର ଭାବେ ତାଙ୍କର ଖୁସି ଏବଂ ତାଙ୍କର ବାର୍ତ୍ତା ସେ ରଖୁଥିଲେ ବିଞ୍ଝାରପୁରରୁ ଦେବୀଦତ୍ତ ସାମଲଙ୍କ ରିପୋର୍ଟ ବଡ ଖବର।